ତିନି ତୁଣ୍ଡରେ ଛେଳି କୁକୁର। ଗୋଟିଏ ସୁନ୍ଦର ଗାଁରେ ରଘୁ ନାମର ଜଣେ ଗରିବ ଚାଷୀ ରହୁଥିଲେ। ସେ ବହୁତ ପରିଶ୍ରମୀ ଓ ସତ୍ୟବାନ ଥିଲେ। ତାଙ୍କର ଘର ପଛପଟେ ଥିଲା ଗୋଟିଏ ଛୋଟ ବଗିଚା ଓ କିଛି କୁକୁଡ଼ା। ଦିନେ ରଘୁ ଭାବିଲେ, ଯଦି ମୋ ପାଖରେ ଗୋଟିଏ ଭଲ ଛେଳି ଥାଆନ୍ତା, ତେବେ ତାର ଦୁଧ ବିକ୍ରି କରି କିଛି ଟଙ୍କା ରୋଜଗାର କରିପାରିବି। ସେ ତାଙ୍କ ଜମା କରିଥିବା ଟଙ୍କା ନେଇ ପାଖ ହାଟକୁ ଗଲେ। ହାଟରେ ସେ ଗୋଟିଏ ସୁନ୍ଦର ମୋଟା ଓ ସୁସ୍ଥ ଛେଳି କିଣିଲେ। ଛେଳିଟିର ଧଳା ଲୋମ ସୂର୍ଯ୍ୟ ଆଲୋକରେ ଚମକୁଥିଲା ଏବଂ ତାର ଲମ୍ବା କାନ ଦେଖି ସବୁଠି ଲୋକ ପ୍ରଶଂସା କରୁଥିଲେ। ରଘୁ ମନେ ମନେ ଭାବିଲେ, ଏହି ଛେଳିକୁ ପାଇଲେ ଭଲ ଲାଭ ହେବ। ଏହାର ଦୁଧ ବିକ୍ରି କରିପାରିବି। ଆଉ ଏହି ଛେଳିର ଛୁଆ ହେଲେ ମୋର ଘରେ ସମୃଦ୍ଧି ଆସିବ। ଏହା କହି ସେ ଛେଳିଟିକୁ କାନ୍ଧରେ ବୋହି ଘରକୁ ଚାଲିଲେ। ସେହି ରାସ୍ତାରେ ତିନି ଜଣ ଠକ ରହୁଥିଲେ। ସେମାନଙ୍କ ନାମ ଥିଲା ଭୋଳା, କାଳିଆ, ମାଳିଆ। ସେମାନେ କାମ କରିବାକୁ ଭଲ ପାଉନଥିଲେ। ସବୁବେଳେ କେମିତି ଅନ୍ୟମାନଙ୍କୁ ଠକି କିଛି ପାଇବେ ସେହି ଚିନ୍ତା କରୁଥିଲେ। ଦୂରରୁ ସେମାନେ ରଘୁଙ୍କ କାନ୍ଧରେ ଥିବା ମୋଟା ଛେଳିକୁ ଦେଖିଲେ। ଭୋଳା କହିଲା, ଆରେ କେତେ ଭଲ ଛେଳି! ଯଦି ଏହା ଆମ ହାତକୁ ଆସିଯାଏ, ଆଜି ଭୋଜନ ମଜାରେ ହେବ। କାଳିଆ କହିଲା, ଚୋରି କଲେ ଧରା ପଡ଼ିବୁ। ବୁଦ୍ଧି ଲଗାଇବାକୁ ପଡ଼ିବ। ମାଳିଆ ହସି କହିଲା, ଚିନ୍ତା କରନି, ଆମେ ଏମିତି ଚାଲ ଖେଳିବୁ ଯେ ସେ ନିଜେ ଛେଳି ଛାଡ଼ି ପଳାଇବ। ତିନି ଜଣ ଗୋଟିଏ ଯୋଜନା କଲେ। ରଘୁ ଆଗକୁ ଯାଉଥିଲେ। ହଠାତ୍ ଭୋଳା ରାସ୍ତା ପାଖରେ ଛିଡ଼ା ହୋଇ କହିଲା, ଆରେ ରଘୁ ଭାଇ, କେଉଁଠିକି ଯାଉଛ? ରଘୁ କହିଲେ, ଘରକୁ ଯାଉଛି। ହାଟରୁ ଏହି ଛେଳି କିଣିଛି। ଭୋଳା ଆଶ୍ଚର୍ଯ୍ୟ ହୋଇ କହିଲା, ଛେଳି? କେଉଁଠି ଛେଳି? ତୁମେ ତ ଗୋଟିଏ କୁକୁରକୁ କାନ୍ଧରେ ବୋହିଛ। ରଘୁ ହସି କହିଲେ, ତୁମ ଆଖି ଖରାପ ହୋଇଗଲାଣି କି? ଏହା ସ୍ପଷ୍ଟ ଛେଳି। ଭୋଳା ମୁଣ୍ଡ ହଲାଇ କହିଲା, ଠିକ୍ ଅଛି, ମୁଁ କିଛି କହିଲିନି। କିନ୍ତୁ ମୋତେ ତ କୁକୁର ଲାଗୁଛି। ରଘୁ ଚାଲିଗଲେ, କିନ୍ତୁ ମନରେ ଟିକେ ସନ୍ଦେହ ଆସିଲା। ଏ ଲୋକଟା କାହିଁକି କୁକୁର କହିଲା? କିଛି ଦୂର ଯିବା ପରେ କାଳିଆ ସାମ୍ନାକୁ ଆସିଲା। ସେ ରଘୁଙ୍କୁ ଦେଖି ହସିବାକୁ ଲାଗିଲା। ହେ ରଘୁ, ତୁମେ ଏତେ ଭଲ ଲୋକ, କିନ୍ତୁ ଆଜି କାହିଁକି କୁକୁରକୁ କାନ୍ଧରେ ବୋହି ନେଉଛ? ରଘୁ ଆଶ୍ଚର୍ଯ୍ୟ ହୋଇଗଲେ।
ତୁମେ ମଧ୍ୟ କୁକୁର କହୁଛ? ଏହା ତ ଛେଳି। କାଳିଆ କହିଲା, ମୁଁ ତୁମ ସହିତ ମଜାକ କରୁନି। ଭଲ କରି ଦେଖ, ଏହା କୁକୁର ନୁହେଁ କ'ଣ? ଏଥର ରଘୁ ଛେଳିକୁ ତଳେ ରଖି ଭଲ କରି ଦେଖିଲେ। ଛେଳିଟି ମେ ମେ ବୋଲି ଡାକିଲା। ରଘୁ କହିଲେ, ନା, ଏହା ଛେଳି ହିଁ। କିନ୍ତୁ ଏବେ ତାଙ୍କ ମନରେ ଆଉ ଅଧିକ ସନ୍ଦେହ ଜନ୍ମ ନେଲା। ଆଉ ଟିକେ ଆଗକୁ ଯାଇଥିବା ବେଳେ ମାଳିଆ ଆସିଲା। ସେ ରଘୁଙ୍କୁ ଦେଖି ଭୟ ପାଇବା ଭଳି ଅଭିନୟ କଲା। ହାୟ ଦୟା, ରଘୁ ଭାଇ, ତୁମେ ଏହି ଅପବିତ୍ର କୁକୁରକୁ କାହିଁକି ବୋହିଛ? ଲୋକେ ଦେଖିଲେ ହସିବେ। ଏବେ ରଘୁଙ୍କ ମୁଣ୍ଡ ଘୂରିଗଲା। ଜଣେ କହିଲା, 2 ଜଣ କହିଲା, ଏବେ 3 ଜଣ କହୁଛନ୍ତି। ହୋଇପାରେ ହାଟରେ ମୋତେ କେହି ଠକି ଦେଇଛି। ସେ ଭୟ ପାଇଲେ। ଯଦି ଏହା ସତରେ କୁକୁର ହୁଏ, ତେବେ ଗାଁ ଲୋକେ ମୋ ଉପରେ ହସିବେ। ରଘୁ ଭୟ ଓ ସନ୍ଦେହରେ ସେ ଛେଳିଟିକୁ ରାସ୍ତାରେ ଛାଡ଼ିଦେଇ ଘରକୁ ଦୌଡ଼ି ପଳାଇଲେ। ରଘୁ ଯିବା ମାତ୍ରେ 3 ଠକ ବାହାରି ଆସିଲେ। ଭୋଳା ହସି କହିଲା, ଦେଖିଲୁ କେତେ ସହଜରେ ଠକିଗଲା। କାଳିଆ କହିଲା, ବୁଦ୍ଧିରେ କାମ ହେଲେ ଶକ୍ତିର ଦରକାର ନାହିଁ। ମାଳିଆ କହିଲା, ଚାଲ, ଛେଳିକୁ ନେଇଯିବା। ସେମାନେ ଖୁସିରେ ଛେଳିକୁ ନେଇ ଚାଲିଗଲେ। କିନ୍ତୁ ଛେଳିଟି ବହୁତ ଦୁଷ୍ଟ ଥିଲା। ଠକମାନେ ତାକୁ ଦଉଡ଼ିରେ ବାନ୍ଧିଲେ। ହଠାତ୍ ଛେଳିଟି ଭୋଳାକୁ ସିଂଘରେ ଗୋଟିଏ ଧକ୍କା ଦେଲା ଯେ ସିଏ ଭୋଳା କାଦୁଅରେ ପଡ଼ିଗଲା। କାଳିଆ ହସିବାକୁ ଲାଗିଲା। ସେତେବେଳେ ଛେଳିଟି ତାକୁ ମଧ୍ୟ ଧକ୍କା ଦେଲା ଧଡ଼ାମ କରି। କାଳିଆ କାଦୁଅରେ ପଡ଼ିଗଲା। ମାଳିଆ କହିଲା, ତୁମେ 2 ଜଣ କେତେ ମୂର୍ଖ। କଥା ଶେଷ ହେବା ପୂର୍ବରୁ ଛେଳିଟି ତାକୁ ମଧ୍ୟ ଗୋଟିଏ ଜୋରଦାର ଧକ୍କା ଦେଲା ଧଡ଼ାମ କରି। 3 ଜଣ କାଦୁଅରେ ଲେପଟି ଗଲେ। ଏହା ଦେଖି ପାଖର ଗାଁର ଲୋକେ ହସି ହସି ଗଡ଼ିଗଲେ। ଜଣେ କହିଲା, ଯେଉଁମାନେ ଅନ୍ୟକୁ ଠକନ୍ତି ସେମାନେ ଦିନେ ନା ଦିନେ ନିଜେ ଠକି ଯାଆନ୍ତି। ଶେଷରେ ଛେଳିଟି ଦୌଡ଼ି ରଘୁଙ୍କ ଘରକୁ ଚାଲିଗଲା। ରଘୁ ତାକୁ ଦେଖି ବୁଝିଗଲେ ଯେ ସେ ଠକମାନଙ୍କ କଥାରେ ପଡ଼ି ଭୁଲ କରିଥିଲେ। ସେହି ଦିନଠାରୁ ରଘୁ ନିଜ ଆଖିରେ ଦେଖିଥିବା ସତ୍ୟକୁ ବିଶ୍ୱାସ କରିବା ଶିଖିଲେ ଏବଂ ଅନ୍ୟମାନଙ୍କ କଥାରେ ସହଜରେ ବିଶ୍ୱାସ କରୁନଥିଲେ। ଏହି ଗପଟିରୁ
ଆମମାନଙ୍କୁ ଶିକ୍ଷା ମିଳୁଛି ଯେ ଏକ ମିଛ କଥା ବାରମ୍ବାର ଶୁଣିଲେ ସତ୍ୟ ଲାଗିପାରେ, କିନ୍ତୁ ବୁଦ୍ଧିମାନ ଲୋକ ନିଜେ ଭାବି ସତ୍ୟକୁ ଚିହ୍ନଟ କରେ। ଅନ୍ୟକୁ ଠକିବା ଲୋକ ଶେଷରେ ନିଜେ ଅପମାନିତ ହୁଏ। ଧନ୍ୟବାଦ।